ଆଜ୍ଞା ଏଇଟା 11th ପ୍ରଶାନ୍ତ ରାଉତରାୟ ମେମୋରିଆଲ ଟୁର୍ଣ୍ଣାମେଣ୍ଟ। ଏଇଟା ବାପାଙ୍କର ମେମୋରିରେ ଏଇଟା କରାଯାଉଛି। ଭୁବନେଶ୍ୱର ବାର କରି ଆସିଛି ଲାଷ୍ଟ 10 years ହେଲାଣି। ଏଇଟା 11th ଏଡିସନ୍। ଆଉ ଏଥିରେ ଆମର 8ଟି ଗୋଟ ଟିମ୍ ପାର୍ଟିସିପେଟ୍ କରୁଛନ୍ତି ଟୁର୍ଣ୍ଣାମେଣ୍ଟରେ। ଆଉ 4ଟି ଗୋଟି ଏକ୍ଜିବିସନ ମ୍ୟାଚ୍ ପାଇଁ 4ଟା ଟିମ୍ ପାର୍ଟିସିପେଟ୍ କରୁଛନ୍ତି। ଆଉ ଏଥିରେ ଆପଣଙ୍କ ବିଭିନ୍ନ ପ୍ରାଇଜେସ୍ ଆମର ଅଛି। ସବୁ ମ୍ୟାଚ୍ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମିଳିବ। ଆଉ ଯିଏ ଭଲ ପରଫର୍ମ କରିବ ତା ପାଇଁ ମ୍ୟାନ୍ ଅଫ୍ ଦି ସିରିଜ୍। ଆଉ ଟୁର୍ଣ୍ଣାମେଣ୍ଟର ବେଷ୍ଟ ବୋଲର, ବେଷ୍ଟ ବ୍ୟାଟ୍ସମ୍ୟାନ୍, ବେଷ୍ଟ ଫିଲ୍ଡର। ଆଉ ସେଇ ଅନୁସାରେ ବେଷ୍ଟ ଡିସିପ୍ଲିନ୍ ଟିମ୍ ବି ଗୋଟେ ଆୱାର୍ଡ ଅଛି ଯୋଉଟା କି ଚେୟାରମ୍ୟାନ୍ ଓଡ଼ିଶା ଷ୍ଟେଟ୍ ବାର୍ କାଉନସିଲ୍ ସ୍ପନ୍ସର କରିଛନ୍ତି। ଯୋଉଥିରେ କି ଯେତିକିଟା ଟିମ୍ ପାର୍ଟିସିପେଟ୍ କରୁଛନ୍ତି ତାଙ୍କର ଯୋଉ ସବୁ ଡିସିପ୍ଲିନ୍ ଯିଏ ଥିବ ତାଙ୍କୁ ବେଷ୍ଟ ଡିସିପ୍ଲିନ୍ ଟିମ୍ ବି ମିଳିବ। 10 ତାରିଖରୁ ଆରମ୍ଭ ହଉଛି ଆଉ 14 ତାରିଖ ଦିନ ଫାଇନାଲ ଅଛି। ସକାଳ 8:30 ବେଳୁ ଆରମ୍ଭ ହବ ଫାର୍ଷ୍ଟ ମ୍ୟାଚ୍। ଆଉ ସେକେଣ୍ଡ ମ୍ୟାଚଟା 12:30 ବେଳୁ ଆରମ୍ଭ ହବ। ଆଜ୍ଞା ଏଥିରେ ଗତ ବର୍ଷ ଓଡ଼ିଶା ହାଇକୋର୍ଟ ଚାମ୍ପିୟନ ହେଇଥିଲା। ଆଉ ରନର୍ସ ଅପ୍ ଭୁବନେଶ୍ୱର ବାର୍ ଆସୋସିଏସନ କରାଏ। ବାର୍ ସମ୍ପାଦକ ସତ୍ୟରଞ୍ଜନ ସେନାପତି। ପ୍ରଶାନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆମର ଆଜିକି ଏଇ ବର୍ଷକୁ ମିଶାଇ ଏଇଟା 11ତମ ମେମୋରିଆଲ କ୍ରିକେଟ। ଏଇଟା T20 ଓଡ଼ିଶାର ସବୁ ବାର୍ ଆସୋସିଏସନ ଏଥିରେ ଦିଅନ୍ତି, ଯୋଗଦାନ କରନ୍ତି। ତା ଭିତରେ ଫାଇନାଲରେ ଚମ୍ପିଆନକୁ କପ୍ ଦିଆଯାଏ, ରନର୍ସ ଅପ୍ ଦିଆଯାଏ। ପ୍ରତିଦିନ ମ୍ୟାଚରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦିଆଯାଏ। ତାପରେ ଆମର ସବୁ ଓକିଲ ବନ୍ଧୁମାନେ ବି ସେଠି ଉପସ୍ଥିତ ରୁହନ୍ତି। ଶାନ୍ତି ଶୃଙ୍ଖଳା ସହିତ ଏଇଟା ସବୁ ବର୍ଷ ଚାଲୁଛି। ଏ ବର୍ଷ ବି ଯେମିତି ହେବ ଆପଣମାନଙ୍କର ଟିକେ ସାହାଯ୍ୟ ସହଯୋଗ ଦରକାର। ଚିଫ୍ ଗେଷ୍ଟ ବି ଜଷ୍ଟିସ୍ ସାବିତ୍ରୀ ରଥ ଆସନ୍ତି, ତାଙ୍କୁ ବି ନିମନ୍ତ୍ରଣ କରାଯାଇଛି। ତାପରେ ଭି ନରସିଂହ ସାର୍ ଆସିବେ। ଆମର ପ୍ରତିଦିନ ବି ଜଣେ ଜଣେ ଗେଷ୍ଟ ବି ଅଛନ୍ତି। ଲୋକାଲ ML ବାବୁ ସିଂ, ଆମର ସୁର ରାଉତରା, ଏମିତି ପ୍ରତ୍ୟେକ ସବୁ ବିଧାୟକ ମାନଙ୍କୁ ଡକା ହେଇଛି ପ୍ରତିଦିନ ପାଇଁ, ଯିଏକି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆୱାର୍ଡ ସେମାନଙ୍କ ଦ୍ୱାରା ଡିଷ୍ଟ୍ରିବ୍ୟୁଟ କରାହବ। 8ଟି ଟିମ୍ ନେଇକି ତା ଭିତରେ ପ୍ରଦର୍ଶନୀ ମ୍ୟାଚ୍ 2ଟା ଅଛି। ପୋଲିସ ଆଡମିନିଷ୍ଟ୍ରେଟିଭ ଆମର ଇଏ ଆଡମିନିଷ୍ଟ୍ରେଟିଭ ଭିତରେ ଗୋଟେ ମ୍ୟାଚ୍ ବି ପ୍ରଦର୍ଶନୀ ମ୍ୟାଚ୍ 2ଟା ଅଛି।